हेलो फ्रेंड आपण देखुଛନ୍ତି ଓଡ଼ିଆ 10 आज 8 डिसेम्बर चलतु जाइनवा आज संध्यार सबकिछि टॉप न्यूज देश विदेश आरंभ कर ओडिशा सबठु गुरुत्वपूर्ण खबर उपन पाइबा ता पूर्व वीडियो को लाइक करिवे एवं चैनल सब्सक्राइब करिवे एवं पाखरे थिबा बेल आइकन क्लिक करिवे जहा द्वारा आपण सर्वप्रथमे टॉप न्यूज जानि पारिबे। चलतु दिन कर खबर उपन पाइबा प्रति खबर सकालू सकालू वर्षा भिजिला राजधानी दक्षिण ओडिशा 11 जिला को वार्निंग बदलला पागर मिजाज पश्चिमा झड़ प्रभाव में राज्यर विभिन्न स्थान में आज सकालू सकालू कोहला पाग सह झिपिझिपि पानी होउछि। आज एवं आसंता काली राज्यर केतेक स्थान में स्वल्परू मध्यम धरण वर्षा हेबो। 2 दिन पई एभली पाग लागि रहिबो बोली पूर्वानुमान करा जायछि। आज दक्षिण ओडिशा 11 जिला को सतर्कता जारी होइछि। सोनपुर बौद्ध कंधमाल बलांगीर नूआपड़ा कलाहांडी रायगढ़ गजपति नवरंगपुर कोरापुट एवं मालकानगिरी जिल्ला रे हालुका वर्षा संभावना रहिछि। सेहि बोले आसंता काली पई 10 जिला को हालुका वर्षा नै चेतावनी जारी होइछि। परवर्ती खबर 20 वर्ष पर खोलिबो कोणार्क गर्भगृह एसएसआई रो 15 जणिया विशेषज्ञ टीम विश्व ऐतिह्य कोणार्क सूर्य मंदिर जगमोहन बाली कराजिबो नै शनिवार एसएसआई एडीजी नेतृत्व रे एक 15 जणिया विशेषज्ञ दल स्थिति अनुध्यान करिसंती। एने आज मंदिर परिसर एसएसआई अतिरिक्त डीजी जाह्नवी शर्मिंक अध्यक्षतार एक समीक्षा बैठक अनुष्ठित होइतिला। एथिरे एसएसआई सुपरिटेंडेंट डीबी गणनायकଙ୍କ सहित आईआईटी दिल्ली खड़गपुर और चेन्नई आसिथिबा 15 जणिया वैशेषिक दल 6 घंटा धरी टिकनिकी तर्जमा करथिले। सरकार बांटिले रोग 42 लाख को झाड़ाबांति 4.5 लाख टाइफएड राज्यर स्वास्थ्य सेवा एवं भगवान भरोसा प्रदूषित पानी व्यवहार करी राज्यर 5 जिले में 42,23,675 जन झाड़ाबांति आक्रांत होइथिले। अर्थमंत्री निर्मला सीतारमण को भेटिले आरबीआई गवर्नर। भारतीय रिजर्व बैंक गवर्नर शक्तिकांत दास शनिवार केंद्र अर्थमंत्री निर्मला सीतारमण को भेटिछंती। सीतारमण नॉर्थ ब्लॉक स्थित कार्यालय रे दासଙ୍କୁ भेटिथिले। ଏହି ସାକ୍ଷାତ ଆଲୋଚନା ଆରବିଆଇ ଗଭର୍ଣ୍ଣର ରୂପେ ଏବେକା କାର୍ଯ୍ୟକାଳ ସମାପ୍ତ ହେବାର କିଛି ଦିନ ପୂର୍ବରୁ ଏ ମୁଦ୍ରାନୀତି ବୈଠକର ଦିନିକ ପରେ ହୋଇଛି। ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଡିସେମ୍ବର 10 ତାରିଖରୁ ସମାପ୍ତ ହୋଇଛି। 2021 ମସିହାରେ ତାଙ୍କୁ 3 ବର୍ଷର ସେବା ବିସ୍ତାର ମିଳିଥିଲା। ସୂତ୍ର ଅନୁସାରେ ଶକ୍ତିକାନ୍ତ ଦାସ ଓ ନିର୍ମଲା ସୀତାରମଣଙ୍କ ମଧ୍ୟରେ ପାଖାପାଖି ଅଧଘଣ୍ଟା ଧରି ବୈଠକ ଚାଲିଥିଲା। ପରବର୍ତ୍ତୀ ଖବର ଆସନ୍ତା 16ରୁ ରତ୍ନଭଣ୍ଡାର ମରାମତି ଦିନକୁ 6-7 ଘଣ୍ଟା ଧରି ଚାଲିବ କାମ। ଆସନ୍ତା 16ରୁ ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ ନେଇ ଏଏସଆଇ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା। ଏନେଇ ନୀତି ସବ୍ କମିଟି ବୈଠକରେ ଅଧିକ ନିଷ୍ପତ୍ତି ନିଆଯିବ। ଆମେ 16ରୁ କାମ ଆରମ୍ଭ କରିବା ନେଇ ଦିନ ଧାର୍ଯ୍ୟ କରିଛୁ। ମରାମତି ପାଇଁ ଦୈନିକ 6ରୁ 7 ଘଣ୍ଟା ସମୟ ନେବୁ। ପ୍ରଥମେ ବାହାର ପରେ ଭିତର ରତ୍ନଭଣ୍ଡାର କାମ କରିବୁ। କୌଣସି ସ୍ଥାନରେ ପଥର ବଦଳାଇବାକୁ ଆବଶ୍ୟକ ଥିଲେ ବଦଳାଇବୁ ବୋଲି କହିଛନ୍ତି। ପରବର୍ତ୍ତୀ ଖବର ଏଣିକି ରାଜ୍ୟ ବାହାରକୁ ଯିବ ଓମଫେଡ୍ ଘିଅ ବିକ୍ରି ହେବ ଚକୋଲେଟ୍ ଓ ପାଣି ବୋତଲ। ଏଣିକି ରାଜ୍ୟ ବାହାରେ ମିଳିବ ଓମଫେଡ୍ ଘିଅ। ଚାହିଦାକୁ ଦୃଷ୍ଟିରେ ରଖି ଓମଫେଡ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ଓମଫେଡ୍ ଚକୋଲେଟ୍ ଓ ପାଣି ବୋତଲ ଜାନୁଆରୀ ମାସରୁ ଆସିବ। ପରବର୍ତ୍ତୀ ଖବର ଚାଷୀଙ୍କ ଖାତାକୁ ଗଲା ଇନପୁଟ ସହାୟତା ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ କରାଯାଇଛି। ଚାଷୀଙ୍କ ଖାତାକୁ 800 ଟଙ୍କା ଇନପୁଟ ସହାୟତା ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ର ସରକାରଙ୍କ 2300 ଟଙ୍କା ଏମଏସପି ସହ 800 ଇନପୁଟ ସହାୟତା ରାଶି ପ୍ରଦାନ କରାଯାଇଛି। ବରଗଡ଼ ସୋହେଲା ଠାରେ ଧାନ ଇନପୁଟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର ପରାଜୟ ପରେ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲର
3 ରନ୍କୁ ଖସିଲା ଭାରତ, ତଥାପି ଫାଇନାଲ ଆଶା ଛାଡ଼ିନି। ଟେଷ୍ଟରେ ଜମିଦାର ବିଜୟ ହାସଲ କରିଥିବା ଭାରତୀୟ ଟିମ୍ ପିଙ୍କ ବଲ୍ ଟେଷ୍ଟରେ ଉତ୍ତେଜନକ ପରାଜୟ ବରଣ କରିଛି। ଅଷ୍ଟ୍ରେଲିଆ ଆଡିଲେଡରେ ଭାରତକୁ 10 ୱିକେଟରେ ହରାଇ ବର୍ଡର ଗାଭାସ୍କର ଟ୍ରଫିକୁ 1-1 ସ୍ଥିତିକୁ ଆଣିଦେଇଛି। ପରବର୍ତ୍ତୀ ଖବର ଦଲାଲଙ୍କ ପାଇଁ ଜେଲ୍ ପ୍ରସ୍ତୁତି ମୁଖ୍ୟମନ୍ତ୍ରୀ ବରଗଡ଼ରେ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର ସିରିଆ ରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ, ଦେଶ ଛାଡ଼ି ପଳାୟନ କରୁଥିଲେ। ସିରିଆ ବିଦ୍ରୋହୀ କବ୍‌ଜା କରିବା ପରେ ଦେଶ ଛାଡ଼ି ପଳାଉଥିବା ସିରିଆ ରାଷ୍ଟ୍ରପତି ବଶର ଅଲ୍-ଅସଦ୍‌ଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଛି। ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବଶର ଅଲ୍-ଅସଦ୍ ଏବଂ ତାଙ୍କ ପରିବାର ରାଜଧାନୀ ଦାମାସ୍କସ୍ ଛାଡ଼ି ପଳାୟନ କରିଥିଲେ। ମିଳୁଥିବା ସୂଚନା ଅନୁଯାୟୀ ତାଙ୍କ ବିମାନ ଆକାଶରେ 500 ମିଟର ଉଚ୍ଚରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇଛି। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍‌କୁ କ୍ଲିକ୍ କରିବେ, ଯାହାଦ୍ୱାରା ଟପ୍ ନ୍ୟୁଜ୍ ଜାଣିପାରିବେ।